କୋରାପୁଟ ଅନଲାଇନ୍ର ସମସ୍ତ ଦର୍ଶକଙ୍କୁ ଶାନ୍ତକାର ନମସ୍କାର। ଆଜି ଜଣେ ଶିକ୍ଷକଙ୍କର କାହାଣୀ କହିବାର ସୁଯୋଗ ମିଳିଛି, ଯାହା କିଛି ଶିକ୍ଷକଙ୍କ ଠାରୁ ଶୁଣିବାକୁ ମିଳିଥିଲା ଆଜି ସନ୍ଧ୍ୟାର କଥାବାର୍ତ୍ତା ମାଧ୍ୟମରେ। କଥାଟି ହେଲା ଏଇଭଳି। ଜଣେ ଶିକ୍ଷକ ଯିଏକି କୋରାପୁଟ ନିକଟସ୍ଥ ଗୋଟାଏ ଛୋଟ ଗାଁଟିକୁ ସବୁଦିନ ଯାଇ ସେଠାରେ ଥିବା ସ୍ୱଳ୍ପ କିଛି ଶିଶୁଙ୍କୁ ବିଦ୍ୟାଳୟରେ ଭର୍ତ୍ତି କରାଇ ସେମାନଙ୍କୁ ଠିକ୍ ଭାବେ ଶିକ୍ଷା ପ୍ରଦାନ କରି ଅନୁଭବ କରିଲେ କଲେ ଯେ ସେମାନଙ୍କ ପାଇଁ ଏହି ଗାଁରେ ସୁବିଧା ସୁଯୋଗ ଠିକ୍ ଭାବରେ ମିଳିପାରିବ ନାହିଁ। କାରଣ ସେମାନେ ହେଉଛନ୍ତି ତାଙ୍କ ପରିବାରର ପ୍ରଥମେ ସ୍କୁଲ ଯାଉଥିବା ପିଲାମାନେ। ତେଣୁ ସେ ଅନେକ ଚେଷ୍ଟା କଲେ ସେମାନଙ୍କର ଆଦିବାସୀ ହୋଇଥିବାର କାଗଜପତ୍ରକୁ ଠିକ୍ କଲେ, ତାପରେ ସେମାନଙ୍କୁ ହଷ୍ଟେଲକୁ ପଠାଇଲେ। ଫଳ ହେଲା ଯେ ତାଙ୍କ ନିଜ ସ୍କୁଲରେ ପିଲାଙ୍କର ସଂଖ୍ୟା କମିଗଲା। ଆଉ ଏ ବର୍ଷ ତ ରାସନାଲାଇଜେସନ୍ ହେଲା, ତାଙ୍କୁ କୋରାପୁଟରୁ ସୁଦୂର ପ୍ରାୟ 60 କିଲୋମିଟରରୁ ଉର୍ଦ୍ଧ୍ୱ ବାଟକୁ ବଦଳି କରିଦିଆଗଲା। କାରଣ ଛାତ୍ର ଅନୁପାତରେ ଶିକ୍ଷକଙ୍କର ସଂଖ୍ୟା ଅଧିକା ହେଇଗଲା। ଅନେକ ପ୍ରଶ୍ନ କରନ୍ତି, ତେବେ କ'ଣ ସେ ଭୁଲ କଲେ ପିଲାମାନଙ୍କୁ ଠିକ୍ ଜାଗାକୁ ପଠାଇ? ତେବେ ସେ ଯାହା ହେଉନା କାହିଁକି, ମୁଁ କେବଳ ଆଶା କରିବି ଯେ ସେ ତାଙ୍କର ନୂତନ କର୍ମସ୍ଥଳରେ ମଧ୍ୟ ସେ ଏହିପରି ଭାବରେ ପିଲାମାନଙ୍କ ପାଇଁ ଜୀବନ ବଞ୍ଚିବେ। ନିଜ ଜୀବନ ପାଇଁ ଯାହା ହୋଇଯାଉନା କାହିଁକି, ଏହିପରି ଏକ ବୀର ପୁରୁଷଙ୍କ ପାଖରେ ଆମେ ସବୁବେଳେ ନତମସ୍ତକ ହେଇଥାଉ, ସମ୍ମାନ ଜଣାଇଥାଉ। ତାଙ୍କୁ ମଧ୍ୟ ସମ୍ମାନ ଜଣାଉଛୁ। ଆଶା କରୁଛୁ ସମସ୍ତ ଶିକ୍ଷକ ଏହିପରି ଭାବରେ ପିଲାମାନଙ୍କ ପାଇଁ ବଞ୍ଚିବା ଶିଖିବେ। ଏହି ଆଶାର ସହିତ କୋରାପୁଟ ଅନଲାଇନ୍ ପାଇଁ ମୁଁ CH ଶାନ୍ତାକାର ରହୁଛି। ନମସ୍କାର।